ରାମଦାସପୁର ଗାଁର ଶେଷ ମୁଣ୍ଡରେ ଥିଲା ଗୋଟିଏ ଝଙ୍କାଳିଆ ଗଛ। ଗଛରେ ଗୋଟିଏ ପାରା ରହୁଥିଲା। ପାରାଟିର ସ୍ୱଭାବ ବହୁତ ଶାନ୍ତ ଏବଂ ସରଳ ଥିଲା। ପାରା ଗଛରେ ଗୋଟିଏ ଛୋଟ ଘର କରିଥିଲା। ତାର ଘରଟି ବହୁତ ପରିଷ୍କାର ଏବଂ ପରିଚ୍ଛନ୍ନ ଥିଲା। ଗାଁର ଶେଷ ମୁଣ୍ଡରୁ ଯାହା ଦାନା ମିଳେ ତାହା ଖାଇ ପାରାଟିଏ ଆନନ୍ଦରେ ବଞ୍ଚୁଥାଏ। ତାର କେବଳ ଖାଦ୍ୟ ଦରକାର ଥିଲା। ସୁସ୍ୱାଦୁ ଖାଦ୍ୟ ନୁହେଁ, ଅଳ୍ପକରେ ପାରାଟି ସନ୍ତୁଷ୍ଟ ହୋଇଯାଉଥିଲା। ସେ ସବୁବେଳେ ଶାନ୍ତିରେ ରହୁଥିଲା। କିଛି ଦିନ ବିତିଗଲା। ପାରା ରହୁଥିବା ଗଛରେ ଗୋଟିଏ କାଉ ଆସି ରହିଲା। କାଉର ସ୍ୱଭାବ ବହୁତ ଖରାପ ଥିଲା। ସେ ବହୁତ ଖାଦ୍ୟଲୋଭୀ ଥିଲା। ସାଧାରଣତଃ ତାର ଆମିଷ ଖାଦ୍ୟ ପ୍ରତି ବହୁତ ଲୋଭ ଥିଲା। ଦିନେ ସେ ଗଛ ଡାଳରେ ବସି ପାରା ସହିତ କଥା ହେଲା। ପାରା ଭାଇ, ତମର ସବୁ ଭଲ ତ? ଭଲ ମାନେ? ବହୁତ ଭଲ, ବେଶ ଭଲ। ତା ମାନେ ତମେ ବହୁତ ଭଲରେ ଅଛ ନାହିଁ? ଆଉ ତମେ କେମିତି ଅଛ? ମୋର ମନ ଭଲ ନାହିଁ। କ'ଣ ଅସୁବିଧା ହୋଇଛି କି? ଆରେ ଭାଇ, ମନ ପସନ୍ଦର ଖାଇବା କ'ଣ ଆଗ ଭଳି ମିଳୁଛି? ଆରେ ଭାଇ, ମୋର କିନ୍ତୁ କିଛି ମନ ପସନ୍ଦ ନାହିଁ। ଯେଉଁଦିନ ମୋତେ ଯାହା ମିଳିଲା ମୁଁ ତାକୁ ଖାଇଦେଲି, ଆଉ ସେଥିରେ ସନ୍ତୁଷ୍ଟ ମଧ୍ୟ ହୋଇଯାଏ। ମୋର ବେଶୀ ଖାଦ୍ୟ ପ୍ରତି ଆଶା ନଥାଏ। ପାରା ଜାଣିବାକୁ ପାଇଲା କାଉ ତା ଭଳି ନୁହେଁ। ସେ ଯେତିକି ଶାନ୍ତ ସ୍ୱଭାବର, କାଉ ସେତିକି ଉଗ୍ର ସ୍ୱଭାବର। ତେଣୁ ସେ କାଉଠାରୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ଲାଗିଲା। କାଉ ଲକ୍ଷ୍ୟ କଲା ପାରାର ଖାଦ୍ୟ ଖାଇବା ପାଇଁ। ମୋତେ କିଛି ଅସୁବିଧା ହେବ ନାହିଁ ପାରାର ଖାଦ୍ୟ ଖାଇବାକୁ, କାରଣ ପାରାକୁ ସବୁଦିନ ପାଖ ଘରୁ ଦାନା ମିଳିଯାଉଛି। ଆଉ ସେ ପାଖ ଘରେ ଲୋକଙ୍କର ବହୁତ ପ୍ରିୟ। କାଉର ସ୍ୱଭାବ ବହୁତ ଖରାପ, ତେଣୁ ସେ ପାଖ ଘରୁ ଲୋକଙ୍କୁ ବହୁତ ହଇରାଣ କରୁଥିଲା। ତାଙ୍କ ଘରଦ୍ୱାର ମଇଳା କରିଦେଉଥିଲା। ତେଣୁ ସେମାନେ କାଉକୁ ଦେଖିଲେ ବିରକ୍ତ ହେଉଥିଲେ। ଦିନେ ପାରା ବାହାରୁ ଫେରିବା ସମୟରେ ତା ପାଦରେ ଗୋଟିଏ ଲଟା ଲାଗିଗଲା। ସେ ତାକୁ ଛଡ଼େଇ ପାରିଲା ନାହିଁ ଏବଂ ସେଠାରୁ ସେ ଉଡ଼ି ପାରିଲା ନାହିଁ। ସେ ବାରମ୍ବାର ଚେଷ୍ଟା କଲା, ହେଲେ ସେ ବିଫଳ ହେଲା। ପାଖ ଗଛରେ ବସିଥିବା କାଉ ଏହିସବୁ ଦେଖୁଥାଏ। ସେ ସେଠାକୁ ଉଡ଼ି ଆସିଲା, ଆଉ ତାର ମୁନିଆ ଥଣ୍ଟରେ ଲଟାଗୁଡ଼ିକ ସବୁ ଛିଣ୍ଡାଇ ଦେଲା। ଧନ୍ୟବାଦ କାଉ ଭାଇ। ମୋତେ ତୁମେ ବଞ୍ଚିଥିବାରୁ ତୁମକୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ହେଲେ ତମକୁ ତାର ପ୍ରାପ୍ୟ ଦେବାକୁ ପଡ଼ିବ। କୁହ କାଉ ଭାଇ, ତମେ ଯାହା ମାଗିବ ମୁଁ ତୁମକୁ ତାହା ଦେବି। ତମେ ଯେ ସବୁଦିନ ପାଖ ଘରକୁ ଯାଅ, ମୋତେ ଖାଲି କହିଦେବ ତାଙ୍କର କେଉଁଦିନ ଆମିଷ ହେଉଛି ବୋଲି। ତମେ ଖାଲି ମୋତେ ଆସି ଜଣେଇ ଦେବ। ମୁଁ ପାରିବିନି କାଉ ଭାଇ, ମୋ ଖାଇବାରେ ବାଧା ସୃଷ୍ଟି ହେବ। ତମେ କେତେ ସ୍ୱାର୍ଥପର ପାରା ଭାଇ। ମୁଁ ତୁମକୁ ବଞ୍ଚେଇ ଦେଲି, ହେଲେ ତମେ ଖାଲି ତାଙ୍କ ଘରେ ଆମିଷ ହେଉଛି କି ନାହିଁ ମୋତେ କହିପାରିବ ନାହିଁ? ଖାଲି କେଉଁଦିନ ଆମିଷ ହେବ ମୋତେ ଟିକେ କହିଦିଅ। କାଉ ତ କଥା ଦେଇଥିଲା, ତେଣୁ ସେ କାଉ କଥାରେ ହଁ ମାରିଲା। ଆଉ ସେ ବୁଝିଗଲା ସେ ଆଉ ଏଠି ରହିପାରିବ ନାହିଁ, କାରଣ ଏହାପରେ କୌଣସି ପକ୍ଷୀ ସେ ଘରେ ଆଉ କେହି ଭଲ ପାଇବେ ନାହିଁ। ଦିନେ ପାରା ପାଖ ଘରକୁ ଖାଇବାକୁ ଯାଇଥାଏ। ଘର ମାଲିକାଣୀ ତାକୁ ଦାନା ଖାଇବାକୁ ଦେଲା। ଘରେ ହେଉଥିବା ଆମିଷ ତରକାରୀ ବାସ ପାରା ଜାଣିପାରିଲା ଯେ ଘରେ ଆମିଷ ହେଉଛି। ସେ ଚଟକି ଯାଇ କାଉକୁ ଏଇ କଥା କହିଦେଲା।
ମାଛ ଭଜାକୁ ବାସନରେ ରଖି ଘର ମାଲିକାଣୀ ଆଉ କିଛି କାମରେ ବ୍ୟସ୍ତ ଥିଲା। ସେହି ସମୟରେ କାଉ ଫୁରକିନା ଉଡ଼ିଗଲା। ଉଡ଼ି ଆସି ମାଲିକାଣୀ ଘର ଭିତରକୁ ପଶିଗଲା। ସେଇ ଘର ଭିତରକୁ ପଶିଯାଇ ଆଉ ମାଛକୁ ଦେଖି ବହୁତ ଖୁସି ହୋଇଗଲା। ବେଶ ଖୁସିରେ କାଉ ମାଛ ଖାଉଥାଏ। ସେହି ସମୟରେ ଘର ମାଲିକାଣୀ ସେଠାକୁ ଆସିଗଲା। ଆଉ ସେ ଏହାସବୁ ଦେଖି ବହୁତ ଜୋର ରାଗିଗଲା। ସେ ଦେଖିଲା ଯେ କାଉ ସବୁ ମାଛ ଖାଉଛି। କାଉ ମାଲିକାଣୀକି ଦେଖି କାଉ ସେଠାରୁ ଫୁରକିନା ଉଡ଼ିଗଲା। ମାଲିକାଣୀ ବହୁତ ଜୋର ରାଗିଯାଇ ହାତରେ ଧରିଥିବା ବାସନକୁ କାଉ ଉପରକୁ ଫୋପାଡ଼ି ଦେଲେ। ଆଉ ବାସନଟି କାଉ ଦେହରେ ବାଜିଗଲା। କାଉ ତଳେ ପଡ଼ିଗଲା। ଆଉ ସେଠାରେ ତା'ର ମୃତ୍ୟୁ ହୋଇଗଲା। ଏହିସବୁ ଜିନିଷ ପାରା ଗଛ ଉପରେ ରହି ଦେଖୁଥାଏ। ପାରାର ମନ ବହୁତ ଦୁଃଖ ହେଲା। ଆଉ ପାରା ଭାବିଲା, ମୋତେ ଆଉ କେଇଦିନ ବି ଏଠାରେ ଖାଦ୍ୟ ମିଳିବ ନାହିଁ। ତେଣୁ ସେ ସେଠାରୁ ଉଡ଼ି ଚାଲିଗଲା। ତେଣୁ ବନ୍ଧୁଗଣ, ଅତି ଲୋଭ ଭଲ ନୁହଁ। ଅତି ଲୋଭ କଲେ ଏମିତି କାଉର ଅବସ୍ଥା ଭଳି ହେବ।